नाम हूँ श्रेष्ठ कली मन भगवान नाम संत गोस्वामी तुलसी कलम कले यही कले काज साधन पूजा जोग यज्ञ जप तपव्रत पूजा राम ही केवल प्रेम प्यारा जान ही तो जान दिया कलिजुगे जप जोग यज्ञ जप तपव्रत पूजा काम दे अल्प आयुष नाम पाखे नाम केवल आमको मुक्ति प्रदान करे से वेदव्यास परम कले हरिनाम 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 केवल करुणास्तेव 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 गतिरेखा कलिजुगे वेदव्यास कलम कले कलिजुगे नाम केवल उद्धार करिबो अल्प स्वल्प आयुष नाम जीव को परमात्मा के दर्शन देव नाम सृष्टि आउ किए लिखिले ना बृहत्य नारदीय पुराण कलम कले हरिनाम हरिनाम केवल करुणास्तेव 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 गतिरेखा कठिन कलिजुगे रामकर नाम कृष्ण नाम कलिभक्त जीव को मुक्ति प्रदान करे महापुरुष अच्युत कलम कले अजर बर जीव हुए नाम बोले हुए नाम बोले सुगमस्य पाताल जी पारे जी पारे नाम बड़े अजर मरा अपने नाम हूँ श्रेष्ठ कली राम नाम सहस्र नाम तुल्यम राम नाम परान राम नाम हूँ कलिजुगे चारिजुगे श्रेष्ठ नाम नामर महिमा पर आप श्रवण करेंगे नाम महात्म्य पर संत गोस्वामी तुलसीदास आदि संत महिमा दर्शन करते संत दर्शन करापर अति सुंदर भाव आज रामायण अति सुंदर भाव शिव पार्वती चरित्र आज जो भगवान शंकर माँ शक्ति को लेकिन कौटी ना अगस्त्य ऋषि का आश्रम एक भारते ताजुग माही संधु श्री राम जय राम जय जय राम पहुँची गले ऋषि अगस्त्य गले कौन ना भगवान शंकर माँ पार्वती पद प्रक्षालन कर आश्रम में अलंकृत कले आ पचारे हे देवदेव महादेव ये अकिंचन आप कि सेवा करें भगवान शंकर कहले हे महर्षि मत राम कथा कहतु आउ मुझे श्रवण करी राम कथा आपको मुखारबिंद कर आज अभाग्य मन भगवान शंकर माँ शक्ति को अर्थात अति सुंदर भाव हरिकथा आलोचना प्रसंग चला अति सुंदर भाव अगस्त्य कहले भगवान शंकर शुणिले आ भगवान शंकर कहले अगस्त्य शुणिले शुणा कहवा शुणवे कि दिन बीतीगला अति सुंदर भाव विदाय नहीं भगवान शंकर माँ शक्ति को दे प्रत्यावर्तन कले कैलाश ये समय मध्य भाग समय श्रीरामचंद्र मानस अनुसार एपटे भगवान शंकर मनोजान आकाश मार्ग जाऊँच राम 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 जप कर अर्थात ए समय भगवान रामकर वनवास दंडक बधरे जानकी माँ को हरण किए ना दशांग रावण जिते दशांग रावण जानकी माँ को बलपूर्वक गोड़े ये गोड़ेला समय जानकी माँ एपट सेपट पछक दौड़ी दौड़ी लता वृक्ष में छपी लता वृक्ष बा बदरी वृक्ष आप सब बदरी
ବଦଳି ବା ବରକୋଳି ବୃକ୍ଷ ଲକ୍ଷ୍ମୀଙ୍କର ବୃକ୍ଷ। କେମିତି ନା ବଦ୍ରୀନାଥ ନରନାରାୟଣ ତପସ୍ୟା କଲେ। ବଦ୍ରୀନାଥରେ ନରନାରାୟଣ ତପସ୍ୟା କଲେ, ଠିକ ଏ ସମୟରେ କାକର ପଡ଼ିଲା, ସବୁ ଥଣ୍ଡା ପଡ଼ିଲା। ମା ବିଚାର କଲେ କି ମୋ ସ୍ୱାମୀ ତପସ୍ୟା କରିବେ, ଥଣ୍ଡାରେ ବସିବି, ମୁଁ ଏଠି ସିଂହାସନରେ ବସିବି ନାହିଁ। ମା ଲକ୍ଷ୍ମୀ ନାରାୟଣଙ୍କୁ ଛତ୍ର ଛାୟା କଲେ କୋଉ ଗଛ ଉପରେ ନା ବଦଳି ବରକୋଳି ବୃକ୍ଷ ଉପରେ। ବଦଳି ବୃକ୍ଷର ନାଁ ହେଲା କ'ଣ? ବଦ୍ରୀନାଥ। ତ ସଜନ ସେ ଲକ୍ଷ୍ମୀଙ୍କ ବୃକ୍ଷ ବଦଳି ବୃକ୍ଷ। ଜାନକୀ ମା ଯେତେବେଳେ ଦୌଡ଼ି ଦୌଡ଼ିକି ଛପି ଯାଇଛନ୍ତି ବଦଳି ବରକୋଳି ବୃକ୍ଷ ମୂଳରେ, ଦଶାନ୍ତ ରାବଣ ତାର ଯୋଉ କୁଠାର ଚନ୍ଦ୍ରାସ ଖଡ଼ଗରେ ଛେଦନ କରି ଜାନକୀ ମାକୁ ବଳପୁରକୁ ନେଇଛି। ଭଗବାନ ରାମ ପଚାରି 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 ବୃକ୍ଷ ଲତା ଅର୍ଥାତ୍ ପାହାଡ଼ ପର୍ବତ ନଦୀ ନଦ ଝରଣା ବୃକ୍ଷ ଲତା ସମସ୍ତଙ୍କୁ ପଚାରିଲେ। କ'ଣ ପଚାରିଲେ? ଏକ ମହୁଗରେ ମଧୁକର ଶ୍ରେଣୀ ପୂର୍ଣ୍ଣ ଦେଖ ରାମ ଜୟ ରାମ ଜୟ ଜୟ ରାମ ବରକୋଳି ବୃକ୍ଷ କୃତିବାସ ରାମାୟଣ ଅନୁଯାୟୀ ବଦଳି ବୃକ୍ଷ ଉପରେ ପହଞ୍ଚିଗଲେ ବି ହେ ବଦଳି ପୁରୀ ଅବସ୍ଥା କିଏ କଲା ନା ପ୍ରଭୁ ଇଏ ଦଶାରଣ ଏ ଅବସ୍ଥା କରିଛି ନା ଦଶାରଣ ଏ ଅବସ୍ଥା କରିଛି। ଆଚ୍ଛା ହଉ ଭଗବାନ ହୃଦୟ ତଳିଗଲା। ପ୍ରଭୁ ରଘୁନାଥ ବଦଳିକୁ ଆଉଁସି ଦେଲେ କମଳ କର ସ୍ପର୍ଶରେ ଗଲେ ବଦଳି ତୁ ଆଜି ମୋ ଜାନକୀ ପାଇଁ ଏଇ ଅବସ୍ଥା ରହିକି ମୁଁ ତୋତେ ଆଶୀର୍ବାଦ ଦେଉଛି ଯେ ବଦଳି ବୃକ୍ଷ ଆଜି ତୁ ସଂସାରରେ ଯେତେ ପୂଜା ହବ ତୋ ପତ୍ର ନହେଲେ ହବନି। ଆଚ୍ଛା ମା ଆପଣ ସବୁ ପୂଜା କରୁଛନ୍ତି, ପୂଜାରେ ପ୍ରଥମ ପଦଟା କ'ଣ ଲାଗେ? ଧୂପ। କେତେକ ପୂଜାରେ ଲାଗେ, ଦୁର୍ଗା ପୂଜାରେ ଧୂପ ଲାଗେ, ତୁଳସୀ ଗଣେଶ ପୂଜା ଲାଗେ। ଏମିତି ଗୋଟେ ପତ୍ର ବରକୋଳି ପତ୍ର ସଂସାରରେ ଯେତେ ପୂଜା ପ୍ରଥମ ତୁଳସା ନାହିଁ। କାହିଁକି? ହେଉଛି ରାମଙ୍କର ବରଦାନ। ବୁଝିଲେ ନା? ଭଗବାନ ରାମ କହିଲେ ବଦଳି ମୁଁ ତୋତେ ଆଶୀର୍ବାଦ ଦଉଛି ଆଜି ତୁ ଯେତେ ସଂସାରରେ ପୂଜା ଲାଗିବ ମୋର ତୋ ପତ୍ର ନହେଲେ ହବ। ଭଗବାନ ଠିକ ଅଛି ଅର୍ଥାତ୍ ବଦଳି ମୁଁ କହିଲି ପ୍ରଭୁ ରଘୁନାଥ କହିଲେ ଶୁଣ ମନ ଦୁଃଖ କରୁଛୁ, ଆଉ ଗୋଟେ ବରଦାନ ଦଉଛି ତୋତେ ଯୋଉ ଭକ୍ତମାନେ ତୋଳିବାକୁ ଆସିଲେ ଶ୍ରଦ୍ଧାରେ ଗୋଟେ ଚୁମ୍ବନ କରୁ। ଆଚ୍ଛା ଚୁମ୍ବନଟା କ'ଣ କହିଲେ ନା କ'ଣ? କଣ୍ଟା ଟିକେ ଲାଗେ ଯେମିତି ତୋଳ ବରକୋଳି ପତ୍ରକୁ ଯେତେ ଶ୍ରଦ୍ଧା ଭାବରେ ତୋଳ କଣ୍ଟା ଟିକେ ନିଶ୍ଚୟ ଲାଗେ। ଏଇଟା ହେଉଛି ରାମଙ୍କ ବରଦାନ। ଆଜି ଯେତେବେଳେ ଭଗବାନ ରାମ ପଚାରି ପଚାରିକି ଜାନକୀ ମାଆଙ୍କୁ ହରଣ କରିକି ନେଇଛି ଦଶାନନ, ଭଗବାନ ପଚାରି ପଚାରି ବୁଲି ବୁଲି ଖୋଜି ଖୋଜିକି ଆସୁଛନ୍ତି। ଏ ସମୟରେ ଭଗବାନ ଶଙ୍କର ଆକାଶ ମାନରେ ଭଗବାନଙ୍କ ଲୁହ ଗଡୁଛି, କାନ୍ଦୁଛନ୍ତି, ମାନବୀୟତା କରୁଛନ୍ତି। ପ୍ରଭୁ ରଘୁନାଥ ଏ ଦୃଶ୍ୟକୁ ଦେଖିଲେ ଭଗବାନ ଶଙ୍କର ଦେଖିକି ହରି କାନ୍ଦୁଛନ୍ତି, ହର ବି କାନ୍ଦିବାକୁ ଲାଗିଲେ। ଆଉ ଭଗବାନ ଶଙ୍କର ଲୁହ ଗଡ଼ି ଯାଉଛି, କାନ୍ଦି କାନ୍ଦିକି ପ୍ରଭୁ ରଘୁନାଥଙ୍କର ଜୟ, ଦଶରଥ ରାମଙ୍କର ଜୟ ବାରମ୍ବାର ଜୟକାର ଦେଲା ପରେ ମା ସତୀ ବାମ ଭାଗରେ ଅଛନ୍ତି, ବୁଲିକି ଚାହିଁଲେ କି ମୋ ସ୍ୱାମୀ ତ ଦେବଦେବ ମହାଦେବ, କି ଯାହାକୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଲକ୍ଷ ଲକ୍ଷ ନାଗ ସିଦ୍ଧ ଗନ୍ଧର୍ବ ସମସ୍ତେ ମୁଣ୍ଡିଆ କରନ୍ତି, କି ମୋ ସ୍ୱାମୀ ପୁଣି ଗୋଟିଏ ମାନବ ରାଜା ଦଶରଥ ପୁଅ ତାକୁ ମୁଣ୍ଡିଆ କରି ପୁରା ଅଦ୍ଭୁତ କଥା। ତ ମାନବ ରାଜା ଦଶରଥ ପୁଅ ତାକୁ କାହିଁ ମୁଣ୍ଡିଆ ମାରିଲେ? ଅର୍ଥାତ୍ ମା ସତୀଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା। ସନ୍ଦେହ ଭଗବାନ ଶଙ୍କର ନିର୍ମଳ ନିରାକାର ବ୍ରହ୍ମଙ୍କର ଜୟ, ସଗୁଣ ସାକାର ବ୍ରହ୍ମଙ୍କର ଜୟ ବାରମ୍ବାର ଜୟ ଦଉଛନ୍ତି, ଲୁହ ଗଡ଼ି ଯାଉଛି। ପ୍ରଭୁ ମାନବୀୟତା କହୁଛନ୍ତି ଅତି ବିଚିତ୍ର ରଘୁପତି ଚରିତ୍ର, ଅତି ବିଚିତ୍ର ରଘୁପତି ଚରିତ୍ର ତାର ହିଁ ପରମ ସୁନ୍ଦର
ଭଗବାନଙ୍କର ମାୟାଟା କେତେ ପ୍ରଗାଢ଼ ଯେ ମୋର ସହିତ ସତ୍ସଙ୍ଗ କରିକିରି ସବୁବେଳେ ମୋ ପାଖେ ପାଖେ ବାମାଙ୍ଗି ହେଇକିରି ଯେ ପ୍ରଭୁଙ୍କ ଲୀଳାକୁ ଜାଣିପାରିଲେ। ଭଗବାନ ଶଙ୍କର ବୁଝେଇଲେ ପାଖରେ ଫେରୁଛନ୍ତି ଯେ ସତୀ ତମେ ଯାହାକୁ ସନ୍ଦେହ କର ସେ ଜାଣିଛ କି ନା କି ନା ସେ ହେଉଛି ନିରଞ୍ଜନ ନିରାକାର ବ୍ରହ୍ମ ସାକାର ହେଇଛନ୍ତି ନିର୍ଗୁଣ ସଗୁଣ ହୋଇଛନ୍ତି। ଶ୍ରୀ ଅର୍ଥାତ୍ ସେ ସର୍ବବ୍ୟାପକ ଶ୍ରୀ ଜଗତର ଠାକୁର ଜଗତର ନାଥ ସ୍ୱୟଂ ଅଖିଳ ବ୍ରହ୍ମାଣ୍ଡ ନାୟକ ଦଶରଥ ନନ୍ଦନ ଉପରେ ଅବତାରିତ ହୋଇଛନ୍ତି। ଆଉ ମାନବୀୟ ଲୀଳା କରୁଛନ୍ତି ମର୍ତ୍ତ୍ୟରେ। ଆଜ୍ଞା ତାଙ୍କୁ ମୁଣ୍ଡିଆ ମାର। ସତୀ କହିଲେ ନା ହେଇପାରିବ ତମେ ତମ ଠାକୁର କି ସେ ଠାକୁର କେମିତି ମୁଁ ଜାଣିବି? ଯିଏ ଠାକୁର ଯିଏ ବ୍ରହ୍ମ ସର୍ବବ୍ୟାପକ ତାଙ୍କ ସ୍ତ୍ରୀଟାକୁ କିଏ ଚୋରି କରି କିଣିଲା ଯେ ଜାଣିପାରୁନି ସେ କି ଠାକୁର? ଯିଏ ନିଜ ସ୍ତ୍ରୀକୁ ରକ୍ଷା କରିପାରିଲେନି ଜଗତକୁ ଶିକୁ ରକ୍ଷା କରିବ। ତମେ ମୁଣ୍ଡିଆ ମାର ମୁଁ ଜମା ହେଇପାରିବ। ଭଗବାନ ଶଙ୍କର ଯାହା ହେଲେ ପତ୍ନୀ ବାରମ୍ବାର ବୁଝେଇଲେ ସତୀ ଇଏ ପରା ସେଇ ବ୍ରହ୍ମ ଅର୍ଥାତ୍ ନିର୍ଗୁଣ ବ୍ରହ୍ମ ସଗୁଣ ହୋଇଛନ୍ତି ଜଗତରେ ଅର୍ଥାତ୍ ଏ ଆଦର୍ଶ ଦେବା ପାଇଁ ନୈତିକ ଶିକ୍ଷା ପ୍ରଦାନ କରିବା ପାଇଁ ଗୋ ବ୍ରାହ୍ମଣଙ୍କୁ ରକ୍ଷା କରିବା ପାଇଁ ଭଗବାନ ଅବତାର ହେଇଛନ୍ତି। କିନ୍ତୁ ମୋ କଥା ମାନ ନା ତମେ ମାନ ମୁଁ ମାରିବି ତମର ଦରକାର ଅଛି ମୁଁ ତ ମୋର ବିଶ୍ୱାସ ହଉନି ପ୍ରଭୁ ବୋଲି ଭଗବାନ ବୋଲି। ଆରେ ଯିଏ ନିଜ ସ୍ତ୍ରୀକୁ କିଏ ନେଲା ଜାଣିପାରିଲେ ଅଜ୍ଞ ତାକୁ କ'ଣ ମୁଣ୍ଡିଆ ମାରିବି? ତମେ ଯାଅ। ଯେତେ ପ୍ରକାର ବୁଝେଇଲେ ଆଜ୍ଞା ମା ଶକ୍ତି ବୁଝିବାକୁ ନା ମୁଣ୍ଡିଆଟା ମାରିଲେ। ଭଗବାନ ଶଙ୍କର ଶେଷରେ ଅନୁଭବ କଲେ ହରିମାୟା ବଡ଼ ବିଚିତ୍ର। ତେଣୁ ଭଗବାନ ଶଙ୍କର ନେଇକି ପଳାଶ ବୃକ୍ଷ ଭଳି ଅବସ୍ଥାନ କଲେ। ବସିଲେ ଗଲେ ସତୀ ଯୌତୁନାର ମନ ଅତି ସନ୍ଦେହ ତମକି ନ ଯାଇ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶଙ୍କର ଜୟ ଯଦି ତମ ମନଟା ସନ୍ଦେହ ହଉଛି ମୋ ପ୍ରଭୁକୁ ଶଙ୍କା କରୁଛ ବିଶ୍ୱାସ ହଉନି ଭରସା ପାଉନି ଗୋଟେ କାମ କର ମୁଁ ଏଇଠି ବସିଲି ତମେ ପରୀକ୍ଷା କରିକି ଆସ ତ ସୋଜନ। ଭଗବାନ ଶଙ୍କର ବସିଲେ ଆଉ ମା ଆଜ୍ଞା ଶକ୍ତି ଗଲେ ଭଗବାନଙ୍କୁ ଫଟ୍ କିନା ବାହାରିକି ଗଲେ ଦର୍ଶନ କରିବାକୁ। ଯେତେବେଳେ ଗଲେ ଭଗବାନ ଶଙ୍କର ବସିକି ରାମ 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 ଦର୍ଶନ କରୁଛନ୍ତି ଭଜନ କରୁଛନ୍ତି। ମା ଶକ୍ତି ଗଲେ ଦର୍ଶନ କରିବା ପାଇଁ ପ୍ରଭୁକୁ ପରୀକ୍ଷା କରିବା ପାଇଁ ଯାଇକି ପହଞ୍ଚିଗଲେ ଭିଡ଼ି ଗଲେ। ଭଗବାନ ରାମ ଲକ୍ଷ୍ମଣ ଦଣ୍ଡଗୋଧରେ ଚାଲିକି ଆସୁଛନ୍ତି ସୀତାକୁ ଖୋଜି ଖୋଜି ଆସୁଛନ୍ତି। ଏହି ସମୟରେ ଲକ୍ଷ୍ମଣଲାଲ ଦେଖିଲେ ଯେ କୋଉ ରୂପରେ ଦର୍ଶନ କରିବି ମା ଶକ୍ତି ଦେଖିଲେ ଆଗେ ଆଗେ ରାମ ପାଖାପାଖି କିଛି ବାଟ ଅଛି ଯେ ମୁଁ କୋଉ ବେଶରେ ପ୍ରଭୁଙ୍କୁ କୋଉ ବେଶରେ ପରୀକ୍ଷା କରିବି କିମ୍ବା ପରୀକ୍ଷା କୌନ ବିଧି କୋଉ ରୂପରେ ପରୀକ୍ଷା କରିବି କୋଉ ରୂପରେ ପରୀକ୍ଷା କରିବି ଭାବି 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 ହଠାତ୍ ଅର୍ଥାତ୍ ଧରି ସୀତାଙ୍କର ବେଶ ମା ଶକ୍ତି ହଠାତ୍ ସୀତାଙ୍କ ବେଶକୁ ଧରିଲେ। କାହିଁକି ଧରିଲେ? ମା ଚାଲାକର ସହିତ ଧରିଲେ ଯେ ପ୍ରଭୁ ରଘୁନାଥ ରାମ କାହାକୁ ଖୋଜୁଛନ୍ତି? ସୀତା ଖୋଜୁଛନ୍ତି ନା ନାହିଁ? ଯଦି ସେ ବ୍ରହ୍ମ ହେଇଥିବେ ସୀତା ଖୋଜୁଛନ୍ତି। ମୁଁ ଯଦି ସୀତା ହେବି ପ୍ରକୃତ ଯଦି ସେ ବ୍ରହ୍ମ ହେଇଥିବେ ପ୍ରକୃତ ଯଦି ସେ ଭଗବାନ ହେଇଥିବେ ମୁଁ ନକଲି ସୀତା ଅସଲି ମୁଁ ନକଲି ସେ ଜାଣିଦେବେ। ଯଦି ମୁଁ ସିଏ ବ୍ରହ୍ମ ନ ହେଇଥିବେ ମୁଁ ନକଲି ସେ ଜାଣିପାରିବେନି। ମତେ ଆସି ଧରି ପକେଇବି ଆଲିଙ୍ଗନ କଲେ ମୁଁ ଛାତି ଦେବି ବୋଲି ଯାଅ ବିଛୁଆ ଭଗବାନ ପ୍ରୟାସ କରିବି। ତ ସୋଜନ ଏଡ଼େ ବଡ଼ ଚକ୍ରତା ସହକାରେ ସତୀ ଯେତେବେଳେ ବିଚାର କରିବେ ଅନ୍ତର୍ଯାମୀ ପରମ ପୁରୁଷ ଭଗବାନ ସୀତାଙ୍କ ରୂପ ହେଇକି ପାଟୋଡ଼ ଦେଇ ଆଙ୍କ କରି ଛିଡ଼ାଇଥିଲେ ମା ଶକ୍ତି। ଠିକ୍ ଲକ୍ଷ୍ମଣ ଲକ୍ଷ୍ମଣ ଦିକା ସୀତାକୁ ବେଶ ଲକ୍ଷ୍ମଣ ଦେଖିକି ମନେ ମନେ ଶଙ୍କା ହସିବାକୁ ଲାଗିଲେ କି ସୀତା କୋଉଠୁ ଆସିଲି? ସୀତା ତ ରାବଣ ନେଇକି ଗଲେ ଇଏ ନକରି ସୀତା କିଏ? ସୀତାଙ୍କର ମନେ ମନେ ପ୍ରଭୁଙ୍କର ଅର୍ଥାତ୍ ଆଗେ ଆଗେ ବ୍ରହ୍ମ ଚାଲିଛନ୍ତି ସେ ତ ଜାଣିଛନ୍ତି ମୁଁ କାହିଁ କ'ଣ କହିବି। ଭଗବାନ ରାମ ଆଉ ସତୀଙ୍କର ଭେଟା ଭେଟବା ପୁରା ସୁମୁଖା ସୁମୁଖୀ ଭେଟା ମା ସତୀ ଘାଣ୍ଟ କରିକି ଛିଡ଼ା ହେଇଛନ୍ତି ପାଟ ଓଢ଼ି ଦେଇଛନ୍ତି
ଅନ୍ତର୍ଯାମୀ ପରମ ପୁରୁଷ ମନେ ମନେ ହସିବାକୁ ଲାଗିଲେ। ଅର୍ଥାତ୍ ଯେଣୁ ମୋ ନାମ ମାୟା ଫଳ ମାୟା ଫୁଲର ଆହାର ଗୋବିନ୍ଦ परीक्षा अच्छा हो परीक्षा करेंगे तो भगवान कले कौन मत सती परीक्षा करने आसी ये निश्चित चिंताधारा करके आसिले जदि ये असली नकली पुणी मत धरिए मुझे प्रयास करी भगवान को भल लगे तो सजन भगवान कले कौन ना आंठे पड़े हाथ को जोड़ी जोड़ी पानी प्रभु शंकर भगवान प्राप्त शक्ति स्वरूपिणी उद्धववर्ती संग्रामी हे मां शक्ति तम स्वामी शंकर भगवान कुआरे गले धर्म ध्वजा पुष्प केतुसी तमें अर्धांगिनी पत्नी तमें भी कम नुह तम स्वामी की छाड़ी एकाकिनी पतिव्रता नारी बुलुच कौन तम स्वामी कुआरे गले तमें कौन जान पतिव्रता नारी एकाकिनी बुली पार अर्थात ठीक नुह तमें जब एकाकिनी बुलवा पतिव्रता नारी ये जगत तुमठू कौन शिखब पदे कथार भगवान राम पदे कथार माँ सतीकर ज्ञान उदयगला झाड़ होगा थरवाक लगे ये जो भाभी मत चिन्ह पारे हाथ धरिकी सीधे सीधे आलिंगन करेंगे मुझे छाटी फोपाटी प्रयास करी जा भगवान ये सब अर्थात माया बिक्री मिशीगला थरवाक लगे सती अर्थात प्रभु आज माया पटन को खोलीदे मो अंतर्जामी परम पुरुष को परीक्षा करने आसी केड़े बड़ भूल करी बहुत भाग कौन कली स्वामी कथा को मानिली आज हम कौन कुआड़े जी भगवान राम से सती माँ तुम्हें एकाकिनी बुलुच तुम्हें एकाकिनी बुलवाटा केते दूर ठीक तुमठू जगत शिखब कौन तुम्हें जी बुल ये जगत कौन आदर्श पाइब तुम कह माँ शक्ति पाखे भगवान राम को उत्तर किसी ना थरवाक लगे थरी 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 आगू को चाहिए पछुआ 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 पछे 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 दौड़ी पड़े किसी थरवाक लगे भगवान शंकर बसी राम 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 जप कर तो सजन एपटे जप कर भगवान राम भगवान शंकर रामकर नाम माँ सती चुप किना बसिक पछाड़े राम 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 ताली मारे भगवान शंकर गले पछाड़ को शुभु ना ये पछाड़ को राम नाम सती आ तुम्हें के ना मुझे बहुत दूर आसली ना पहुँच गलु कि तुम्हें परीक्षा कर गलनि कि ना हाँ जाइए कले ना कहीं ना मो स्वामी जहाँ कहले गोटे अवज्ञा करी ना मानी मो कथा विश्वास ना आप मो देवता आप मो स्वामी आ विश्वास करेंगे ना कि तुमको इतिहास पुराण केते केते कथा ब्रह्म अर्थात ब्रह्मज्ञान पाठू एत बुझे बुझे है नाई राम भगवान कि जाऊ जाऊ अधपटे विश्वास होगा आज्ञा भगवान शंकर नामाचार्य पाया पदे लिखे मधुर क्षीर नीर बिकाए मधुर क्षीर नीर स्वामी स्त्री पवित्र संपर्क
विश्वास सुता एठी रंधा है विश्वास नहीं जदि अविश्वास रूप तो क्षीर क्षीर पानी मिसिकी था ना नहीं यदि टिके लेबू बा खट्टा मिसिला हो विभाग आज्ञा स्वामी स्त्री संपर्क बड़ अद्भुत संसार आप देखिए मुझे आप अनुगुण कांडस्वर कांडस्वर आप पाखापाखि मुझे गोटे प्रवचन राम